बंधु माने सकाळୁ उठी ଏହି ଦୁଇଟି ମନ୍ତ୍ରର ଉଚ୍ଚାରଣ କରନ୍ତୁ। ଦେଖିବେ ଆପଣଙ୍କ ଜୀବନର ସବୁ କଷ୍ଟ ଦୂର ହୋଇଯିବ। ବନ୍ଧୁମାନେ, ପ୍ରାଚୀନ କାଳରେ ଋଷି ମୁନିମାନେ ବେଦର ମହତ୍ଵ ବିଷୟରେ କହିଛନ୍ତି କି ଯଦି କୌଣସି ବ୍ୟକ୍ତି ବେଦରେ କୁହାଯାଇଥିବା କିଛି ବିଶେଷ ମନ୍ତ୍ରକୁ ପ୍ରତ୍ୟେକ ଦିନ କେବଳ ଗୋଟିଏ ଥର ଉଚ୍ଚାରଣ କରିବାକୁ ଲାଗିବ, ତେବେ ତାର ଯେତେ କଠିନରୁ କଠିନ କାର୍ଯ୍ୟ ହୋଇଥିଲେ ବି ତାହା ସହଜରେ ପୂରା ହୋଇଯିବ। ଏବଂ ବିଦ୍ୱାନୀମାନେ କହିଛନ୍ତି ଯେ ଯଦି କୌଣସି ମନୁଷ୍ୟ କିଛି ବିଶେଷ ମନ୍ତ୍ରକୁ ସକାଳୁ ଶୋଇକି ଉଠିବା ପରେ କିଛି ସମୟ ପାଇଁ ଆଖି ବନ୍ଦ କରି ମନ୍ତ୍ରଟିର ଉଚ୍ଚାରଣ କେବଳ ଗୋଟିଏ ଥର କରନ୍ତି, ତ ଏହାଦ୍ୱାରା ସେ ମନୁଷ୍ୟର ଜୀବନରେ କେବେ ବି କୌଣସି ସମସ୍ୟା ଆସିନଥାଏ ଏବଂ ସଫଳତା ତାଙ୍କର ପାଦକୁ ଛୁଇଁଥାଏ। ତ ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଏମିତି ଦୁଇଟି ମନ୍ତ୍ର ବିଷୟରେ ଯେଉଁ ମନ୍ତ୍ରକୁ ଯଦି ଆପଣ ପ୍ରତିଦିନ ସକାଳେ ମାତ୍ର ଗୋଟିଏ ଥର ଉଚ୍ଚାରଣ କରନ୍ତି ତ ଆପଣ ନିଜର ଦୁର୍ଭାଗ୍ୟକୁ ଦୂର କରିଦେଇପାରିବେ। ଆପଣ ଆପଣଙ୍କର ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିପାରିବେ। ବନ୍ଧୁମାନେ, ଯେଉଁ ବ୍ୟକ୍ତିମାନଙ୍କର ଜାତକରେ ଗ୍ରହ ଦୋଷ ଥାଏ ସେମାନଙ୍କୁ କେବେ ବି ଦେବୀ ଦେବତାଙ୍କର କୃପା ପ୍ରାପ୍ତ ହୋଇନଥାଏ। ଏହାର କାରଣ ଆଉ କିଛି ନୁହେଁ ବରଂ ଆମର କର୍ମ ଦ୍ୱାରା ଆମକୁ ଏସବୁ ପ୍ରାପ୍ତ ହୋଇଥାଏ। ଯେତେବେଳେ ଆମେ ବାରମ୍ବାର ପରିଶ୍ରମ କରିବା ପରେ ମଧ୍ୟ ଆମକୁ ସଫଳତା ମିଳିନଥାଏ, ତାହାର କାରଣ ବି ଗ୍ରହ ଦୋଷ ହିଁ ହୋଇଥାଏ। ଗୃହରେ ସର୍ବଦା ଅଶାନ୍ତି ଓ କଳି ଝଗଡ଼ାର ପରିବେଶ ସୃଷ୍ଟି ହୋଇଥାଏ। ପ୍ରତ୍ୟେକ ବାଧାବିଘ୍ନ ଆପଣଙ୍କ ପଛରେ ସବୁବେଳେ ଗୋଡ଼ାଉଥାଏ। ତେବେ ଆପଣଙ୍କୁ ଏହି କଥାରୁ ବୁଝିଯିବାର ଅଛି ଯେ ଦୁର୍ଭାଗ୍ୟ ଆପଣଙ୍କୁ ଘେରି ରହିଛି ଏବଂ ଏହି ଦୁର୍ଭାଗ୍ୟରୁ ବଞ୍ଚିବା ପାଇଁ ଆପଣଙ୍କୁ ବ୍ରହ୍ମ ମୁହୂର୍ତ୍ତରେ ନିଦ୍ରାରୁ ଉଠି ଦୁଇଟି ଛୋଟ ସରଳ ଉପାୟ କରିବାର ଅଛି। ସେମିତି ବି ଆମ ଶାସ୍ତ୍ରରେ ପ୍ରତ୍ୟେକ ଶୁଭ କାର୍ଯ୍ୟ ବା ପୂଜାପାଠ ଆଦି କରିବା ପୂର୍ବରୁ ପ୍ରଥମେ ସ୍ନାନ କରିବା ଅନିବାର୍ଯ୍ୟ ହୋଇଥାଏ। ମାତ୍ର ଏହି ଉପାୟଟିକୁ ଆପଣ ବିନା ସ୍ନାନରେ ମଧ୍ୟ କରିପାରିବେ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ଏବଂ ସେହି ମନ୍ତ୍ର ଗୁଡ଼ିକ ବିଷୟରେ। ବନ୍ଧୁମାନେ, ଆପଣ ସର୍ବପ୍ରଥମେ ସକାଳୁ ଜଲ୍ଦି ଉଠିବାର ଅଭ୍ୟାସ କରନ୍ତୁ। ପ୍ରତ୍ୟେକ ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠିବାକୁ ଚେଷ୍ଟା କରନ୍ତୁ। ତ ବନ୍ଧୁମାନେ, ସକାଳ 3ଟାରୁ 5ଟା ମଧ୍ୟବର୍ତ୍ତୀ ସମୟକୁ ବ୍ରହ୍ମ ମୁହୂର୍ତ୍ତ ବୋଲି କୁହାଯାଇଥାଏ। ଅତି କମ୍ରେ ଆପଣ ନିହାତି ଭାବେ ସକାଳ 6ଟା ଭିତରେ ଉଠିବା ପାଇଁ ଚେଷ୍ଟା କରନ୍ତୁ। ଏବଂ ମନୁଷ୍ୟ ଯଦି ବ୍ରହ୍ମ ମୁହୂର୍ତ୍ତରେ ଉଠିଥାଏ, ସେହି ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କ ଠାରୁ ଅଧିକ ବୁଦ୍ଧିମାନ ହୋଇଥାଏ ଏବଂ ତାର ଶରୀରରେ ସାରା ଦିନ ଫୁର୍ତ୍ତି ଭରି ରହିଥାଏ। ବ୍ରହ୍ମ ମୁହୂର୍ତ୍ତ ସମୟରେ ପୂଜା ପାଠ କରିବା ଦ୍ୱାରା ଧନର ଦେବୀ ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି, ଯାହାଦ୍ୱାରା ଗୃହରେ ଧନ ସମ୍ପତ୍ତି ଏବଂ ସୁଖ ସମୃଦ୍ଧି ସର୍ବଦା ବନି ରହିଥାଏ। ଆପଣମାନେ ଜାଣିଛନ୍ତି କି ଏହି ବ୍ରହ୍ମ ମୁହୂର୍ତ୍ତ କାହାକୁ କୁହାଯାଏ? ତ ବନ୍ଧୁମାନେ, ସୂର୍ଯ୍ୟୋଦୟର ପୂର୍ବ ପ୍ରହରର 2ଟି ମୁହୂର୍ତ୍ତ ହୋଇଥାଏ। ସେଥିମଧ୍ୟରୁ ପ୍ରଥମ ପ୍ରହରକୁ ବ୍ରହ୍ମ ମୁହୂର୍ତ୍ତ କୁହାଯାଏ। ବର୍ଷ ଏବଂ ଭୌଗୋଳିକ ସ୍ଥିତିର ସମୟ ଅନୁସାରେ ସୂର୍ଯ୍ୟୋଦୟର ସମୟ ପ୍ରତ୍ୟେକ ଦିନ ବଦଳିଥାଏ ଏବଂ ସେହି ଅନୁସାରେ ବ୍ରହ୍ମ ମୁହୂର୍ତ୍ତର ସମୟ ମଧ୍ୟ ବଦଳିଥାଏ। କେବଳ ଆପଣ ପ୍ରଥମେ ସୂର୍ଯ୍ୟୋଦୟର ସମୟ ଜାଣି ନିଅନ୍ତୁ, ତାପରେ ସେହି ସମୟରୁ 1 ଘଣ୍ଟା 36 ମିନିଟର ସମୟକୁ କାଟି ଦିଅନ୍ତୁ। ଆପଣଙ୍କୁ ମିଳିଯିବ ବ୍ରହ୍ମ ମୁହୂର୍ତ୍ତର ସମୟ। ବ୍ରହ୍ମ ମୁହୂର୍ତ୍ତରେ 4ଟି କାର୍ଯ୍ୟ କରନ୍ତୁ: ବନ୍ଦନା, ଧ୍ୟାନ, ପ୍ରାର୍ଥନା ଏବଂ ଅଧ୍ୟୟନ। ସକାଳୁ ସର୍ବପ୍ରଥମେ ଉଠି ସୁଖାସନରେ ବସିଯାଆନ୍ତୁ ଏବଂ ନିଜର ଆଖିକୁ ବନ୍ଦ କରି ଏହି ମନ୍ତ୍ରଟିକୁ ଉଚ୍ଚାରଣ କରନ୍ତୁ। ଓಂ ବ୍ରହ୍ମା ମୁରାରି ତ୍ରିପୁରାନ୍ତକାରୀ ଭାନୁଶଶୀ ଭୂମିସୁତେ ବୁଧଶ୍ଚ ଗୁରୁଶ୍ଚ ଶୁକ୍ର ଶନି ରାହୁ କେତବ କୁର୍ବନ୍ତୁ ସର୍ବେ ମମ ସୁପ୍ରଭାତମ୍ ଓಂ। ଏହି ମନ୍ତ୍ରର ଅର୍ଥ ହେଉଛି ବ୍ରହ୍ମା, ବିଷ୍ଣୁ, ଶିବ, ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ, କେତୁ ସମସ୍ତ ଦେବତା ମୋ ଉପରେ କୃପା କରନ୍ତୁ ଏବଂ ମୋର ପ୍ରାତଃ ମଙ୍ଗଳ ସୁଖମୟ ଆନନ୍ଦମୟ କରିଦିଅନ୍ତୁ। ଏହି ମନ୍ତ୍ରକୁ ଉଚ୍ଚାରଣ କରିବା ଦ୍ୱାରା ଆପଣଙ୍କୁ ସବୁ ଦେବାଦେବୀଙ୍କର କୃପା ପ୍ରାପ୍ତ ହୋଇଥାଏ। ଏହି ମନ୍ତ୍ର ଗ୍ରହମାନଙ୍କୁ ଶାନ୍ତ କରିଥାଏ ଏବଂ ଅଶୁଭ ଫଳକୁ କମ୍ କରି ଶୁଭ ଫଳ ଦେବା ଗ୍ରହମାନଙ୍କୁ ବଳବାନ କରିଥାଏ। 9ଟି ଗ୍ରହଙ୍କର ଦୃଷ୍ଟି ମଧ୍ୟ ଆପଣଙ୍କ ଉପରେ ସର୍ବଦା କଲ୍ୟାଣକାରୀ ଏବଂ ମଙ୍ଗଳକାରୀ ହୋଇ ରହିଥାଏ।
ତ ବନ୍ଧୁମାନେ ଏହି ମନ୍ତ୍ରଟିକୁ ଉଚ୍ଚାରଣ କରିବା ପରେ ଆପଣ ନିଜର ଦୁଇଟି ହାତ ପାପୁଲିକୁ ଯୋଡ଼ନ୍ତୁ। ଯେଉଁଭଳି ଆମେ ଅଞ୍ଜଳି କରିଥାଉ ଏବଂ ନିଜର ହାତକୁ ଦେଖି ଏହି ମନ୍ତ୍ରର ଉଚ୍ଚାରଣ କରନ୍ତୁ। କରାଗ୍ରେ ବସତେ ଲକ୍ଷ୍ମୀ କର ମଧ୍ୟେ ସରସ୍ୱତୀ କରମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ୍। ଅର୍ଥାତ୍ ଆମ ହାତର ଅଗ୍ରଭାଗରେ ଦେବୀ ଲକ୍ଷ୍ମୀ, ମଧ୍ୟରେ ସରସ୍ୱତୀ ଏବଂ ହାତର ମୂଳ ଭାଗରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି। ସେଥିପାଇଁ ସକାଳୁ ଉଠି ନିଜର ହାତକୁ ଦେଖି ଆପଣ ଏହି ମନ୍ତ୍ରଟିକୁ ଉଚ୍ଚାରଣ କରନ୍ତୁ। ଆମେ ଏହି ମନ୍ତ୍ରଟିକୁ ଉଚ୍ଚାରଣ କରି ଦେବୀ ଲକ୍ଷ୍ମୀ, ଦେବୀ ସରସ୍ୱତୀ ଏବଂ ଭଗବାନ ବିଷ୍ଣୁଙ୍କର ସର୍ବୋଚ୍ଚ ଶକ୍ତିର କଳ୍ପନା ଏବଂ ଆବାହନ କରିଥାଉ। ଦେବୀ ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ, ଦେବୀ ସରସ୍ୱତୀ ହେଉଛନ୍ତି ବୁଦ୍ଧିଦାତ୍ରୀ ଏବଂ ଭଗବାନ ବିଷ୍ଣୁ ହେଉଛନ୍ତି ସମୃଦ୍ଧିଦାତା। ଏହି ମନ୍ତ୍ରଟିକୁ ଉଚ୍ଚାରଣ କରିବା ଦ୍ୱାରା ଆପଣଙ୍କୁ 3 ଜଣ ଦେବାଦେବୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଦୁର୍ଭାଗ୍ୟ ଆପଣଙ୍କ ଜୀବନରୁ ଚାଲି ଯାଇଥାଏ। ଏହି ମନ୍ତ୍ରଟି ଏମିତି ଲୋକମାନଙ୍କ ପାଇଁ ବିଶେଷ ଫଳପ୍ରଦ ହୋଇଥାଏ ଓ ଯେଉଁମାନେ ନିଜର କର୍ମମୟ ଜୀବନରେ ସଂଘର୍ଷ କରୁଛନ୍ତି, ଏହି ମନ୍ତ୍ର ଆପଣଙ୍କ ଧ୍ୟାନକୁ କେନ୍ଦ୍ରିତ କରିବାରେ ସାହାଯ୍ୟ କରିଥାଏ। ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ ଆପଣଙ୍କୁ ଶକ୍ତି ଯୋଗାଇଥାଏ। ଆପଣଙ୍କର ଆତ୍ମବିଶ୍ୱାସକୁ ବୃଦ୍ଧି କରିବା ସହିତ ସ୍ମରଣ ଶକ୍ତିକୁ ମଧ୍ୟ ବୃଦ୍ଧି କରାଇଥାଏ। ଆପଣଙ୍କର ମନରେ ସକାରାତ୍ମକ ଭାବନାର ସୃଷ୍ଟି କରିଥାଏ। ଭଲ ଏବଂ ଉଚିତ ନିର୍ଣ୍ଣୟ ନେବା ପାଇଁ ଆପଣଙ୍କୁ ସାହାଯ୍ୟ କରିଥାଏ। ଏହି ମନ୍ତ୍ରଟି ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁତ ଫଳପ୍ରଦ ହୋଇଥାଏ। ସକାଳୁ ବ୍ରହ୍ମ ମୁହୂର୍ତ୍ତରେ ବା ସୂର୍ଯ୍ୟୋଦୟ ପୂର୍ବରୁ ଉଠିଯିବା ଉଚିତ। ଯେଉଁ ବ୍ୟକ୍ତି ବହୁତ ଡେରି ଯାଏଁ ଶୋଇ ରହିଥାଏ, ତାହାର ବୁଦ୍ଧି ସବୁବେଳେ କମ୍ ରହିଥାଏ। ଏହି ବ୍ୟକ୍ତିଙ୍କ ଜୀବନରେ ସର୍ବଦା ଦୁର୍ଭାଗ୍ୟ ପ୍ରାପ୍ତ ହୋଇଥାଏ ଏବଂ ସକାଳୁ ଶୀଘ୍ର ଉଠିବା ଦ୍ୱାରା ଆମ ଶରୀରରେ ନୂତନ ଶକ୍ତି ସଞ୍ଚାର ହେବା ସହିତ ଆମର ସୌଭାଗ୍ୟ ବଢ଼ିଥାଏ। ଏହି 2ଟି ଉପାୟକୁ ଅବଲମ୍ବନ କରନ୍ତୁ ଏବଂ ନିଜର ଦୁର୍ଭାଗ୍ୟକୁ ଆପଣ ନିଜେ ହିଁ ଦୂରେଇ ଦିଅନ୍ତୁ। ତେବେ ବନ୍ଧୁମାନେ, ଆପଣମାନେ ଜାଣିଥିବେ ଆମର ଗୁରୁଜନମାନେ ମଧ୍ୟ ଆମକୁ ସର୍ବଦା ଶୀଘ୍ର ଉଠିବା ପାଇଁ କହିଥାନ୍ତି ଏବଂ ଆପଣ ନିଶ୍ଚୟ ଭାବରେ ଏହି ଜିନିଷଟିକୁ ନିଜେ ମଧ୍ୟ ଅଙ୍ଗେ ଲିଭେଇଥିବେ ଯେ ଯଦି ଆପଣ ଶିକ୍ଷାର୍ଥୀ ହୋଇଥିବେ ତ ଆପଣ ଦେଖିଥିବେ ଯେ ଆପଣ ଯଦି ସକାଳୁ ଉଠିକି ପାଠଟି ପଢ଼ନ୍ତି, ଅର୍ଥାତ୍ ଦେଖିବେ ରାତି 3ଟା କିମ୍ବା 4ଟାରୁ ଉଠିକି ଯଦି ଆପଣ ପାଠ ପଢ଼ୁଥିବେ, ସେହି ପାଠଟି ଆପଣଙ୍କର ଅଧିକ ଭଲ ଭାବରେ ମନେ ରହିଥାଏ ଏବଂ ଆପଣଙ୍କର ପାଠ ପଢ଼ିବାରେ ଏକାଗ୍ରତା ମଧ୍ୟ ସେହି ସମୟରେ ଅଧିକ ରହିଥାଏ। ତେଣୁ ପ୍ରତ୍ୟେକ ବିଦ୍ୟାର୍ଥୀମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଟେ ଯେ ଆପଣ ଚେଷ୍ଟା କରନ୍ତୁ 3ଟା କିମ୍ବା 4ଟାରେ ଉଠିଯିବା ପାଇଁ ଏବଂ ସେହି ସମୟରେ ଉଠି ଯଦି ଆପଣ ପାଠ ପଢ଼ନ୍ତି, ଦେଖିବେ ସାରା ଦିନ ଭିତରୁ ସେହି 2 ଘଣ୍ଟା ବା 3 ଘଣ୍ଟା ଏତେ ଗୁରୁତ୍ୱପୂର୍ଣ୍ଣ ଥାଏ ଯେ ସେହି 2-3 ଘଣ୍ଟାରେ ଆପଣଙ୍କର ପାଠ ଏତେ ଅଧିକ ମନେ ରହିଥାଏ ଯେ ଦିନର ଅନ୍ୟ କୌଣସି ସମୟରେ ଆପଣ ପାଠଟିକୁ ଏତେ ଶୀଘ୍ର ମନେ ରଖିପାରିନଥାନ୍ତି। ଏହା ବ୍ୟତୀତ ଅନ୍ୟ ଯେଉଁ ବ୍ୟକ୍ତିମାନେ ରହିଛନ୍ତି, ସେମାନେ ମଧ୍ୟ ଯଦି ଏହି ସମୟରେ ଉଠି ସେମାନଙ୍କର ନିତ୍ୟକର୍ମ ସାରି ପ୍ରତ୍ୟେକ ଦିନ ଉଦିତ ସୂର୍ଯ୍ୟଙ୍କୁ ଜଳାର୍ଘ୍ୟ ଅର୍ପଣ କରନ୍ତି ଏବଂ ବ୍ରହ୍ମ ମୁହୂର୍ତ୍ତରେ ଆପଣ ଠାକୁର ପୂଜା କରନ୍ତି, ଦେଖିବେ ଦିନସାରା ଆପଣଙ୍କୁ କେତେ ସକାରାତ୍ମକ ଭାବନା ଆପଣଙ୍କ ମନକୁ ଆସିବ, ଆପଣଙ୍କୁ ପଜିଟିଭ୍ ଫିଲ୍ ହେବ ଏବଂ ଆପଣଙ୍କୁ ଦିନସାରା ଫୁର୍ତ୍ତି ମଧ୍ୟ ଅନୁଭୂତ ହେବ ଏବଂ ଆପଣଙ୍କ ଜୀବନରୁ ଦେଖିବେ ଧୀରେ ଧୀରେ ଦୁର୍ଭାଗ୍ୟ ଦୂର ହୋଇଯିବ। ଆପଣଙ୍କ ଜୀବନରେ ଯେଉଁ ସବୁ ଅଶାନ୍ତି ଲାଗି ରହୁଥିଲା ସେସବୁ ଚାଲିଯିବ ଏବଂ ଆପଣଙ୍କ ମନ ଭିତରେ ଏକ ଶାନ୍ତିର ଭାବନା ଆସିବ। ଭଗବାନଙ୍କ ସହିତ ଯେମିତି ଆପଣ ଯୋଡ଼ି ହେବାକୁ ଲାଗିବେ, ଆଧ୍ୟାତ୍ମିକ ଆଡ଼କୁ ଆପଣ ଅଗ୍ରଗତି କରିବେ। ତ ବନ୍ଧୁମାନେ, ଏହା ଥିଲା ବ୍ରହ୍ମ ମୁହୂର୍ତ୍ତରେ ଉଠିବାର କିଛି ଫାଇଦା ଏବଂ ବ୍ରହ୍ମ ମୁହୂର୍ତ୍ତରେ ଉଠି ଆପଣ ଯଦି ଏହି 2ଟି ମନ୍ତ୍ରକୁ ଉଚ୍ଚାରଣ କରନ୍ତି ତ ବନ୍ଧୁମାନେ ନିଶ୍ଚୟ ଭାବରେ ଆପଣଙ୍କର ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଯିବ। ଏହାଛଡ଼ା ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭଗବାନ ଆମକୁ ସେହି ଫଳ ପ୍ରଦାନ କରିଥାନ୍ତି ଆମେ ଯେଉଁ କର୍ମ କରିଥାନ୍ତି। ଆମକୁ ସର୍ବଦା ଆମର କର୍ମର ଫଳ ପ୍ରାପ୍ତ ହୋଇଥାଏ। ତେଣୁ ଆମେ ଯଦି ବର୍ତ୍ତମାନ କିଛି ବି ଅସୁବିଧାରେ ପଡ଼ୁଛେ ବା ଆମ ଜୀବନରେ କିଛି ବି ସମସ୍ୟା ଲାଗି ରହିଛି, ତ ଏହାର କାରଣ ବି ଆମର କର୍ମ ହିଁ ହୋଇଥାଏ। ତ ସବୁବେଳେ ଆପଣ ଆପଣଙ୍କର କର୍ମକୁ ଠିକ୍ ରଖିବା ପାଇଁ ଚେଷ୍ଟା କରନ୍ତୁ। ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ। ଆପଣଙ୍କର ଦୁର୍ଭାଗ୍ୟ ନିଶ୍ଚୟ ଦୂର ହୋଇଯିବ ଏବଂ ଆପଣ ଯେତେ ଅସୁବିଧାରେ ଥିଲେ ମଧ୍ୟ
ଭଗବାନ ଆପଣଙ୍କର ସାଥ କେବେ ବି ଛାଡ଼ିବେ ନାହିଁ। ସେ କୌଣସି ନା କୌଣସି ବାଟ ଆପଣଙ୍କୁ ଦେଖାଇଦେବେ। ତ ବନ୍ଧୁମାନେ, ମୋର ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ଶ୍ରୀ ଜଗନ୍ନାଥ ନିଶ୍ଚୟ ଲେଖିବେ।